ଅଷ୍ଟମ ଶ୍ରେଣୀ ଛାତ୍ରକୁ ଚାପିଦେଲା ଟ୍ରକ୍। ଗଞ୍ଜାମ ଜିଲ୍ଲା କଦଳା ଥାନା ମଠ ସରଂଶୀ ଛକରେ ଘଟିଛି ଅଘଟଣ। ଘଟଣାସ୍ଥଳରେ ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭଙ୍କର ନାୟକଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ ଅଷ୍ଟମ ଶ୍ରେଣୀର ଶୁଭଙ୍କର ଓ ଦଶମ ଶ୍ରେଣୀ ଛାତ୍ର ସ୍ୱପ୍ନଜିତ ନାହାକ ଟ୍ୟୁସନରୁ ଏକ ସାଇକେଲ ନେଇ ନିଜ ଘରକୁ ଫେରୁଥିବା ବେଳେ କଟକରୁ ଆସିକା ଅଭିମୁଖେ ଯାଉଥିବା ଏକ 14 ଚକିଆ ଟ୍ରକ୍ ଯାହାର ନମ୍ବର OD05Y4697 ଦ୍ରୁତ ଗତିରେ ସାଇକେଲକୁ ଧକ୍କା ଦେଇଥିଲା। ତେବେ ସାଇକେଲ ଚଳାଉଥିବା ସ୍ୱପ୍ନଜିତ ସାଇକେଲରୁ ଛିଟକି ପଡ଼ିଥିବା ବେଳେ ଶୁଭଙ୍କର ଗାଡ଼ି ଚକା ତଳେ ଚାପି ହୋଇଯାଇଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ଶୁଭଙ୍କରଙ୍କ ମୃତ୍ୟୁ ହୋଇଥିଲା। ସ୍ୱପ୍ନଜିତ ସାମାନ୍ୟ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ଘଟଣାସ୍ଥଳରେ କଦଳା ପୋଲିସ ପହଞ୍ଚିଥିବା ବେଳେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା। ଲୋକଙ୍କୁ ବୁଝାସୁଝା କରି ସବୁକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖିଛି ପୋଲିସ। ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଡ୍ରାଇଭର କାଳେ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ, ତେଣୁ ଏହି ଘଟଣା ଘଟିଛି ବୋଲି ସନ୍ଦେହ ସୃଷ୍ଟି କରିଛି। କଦଳାରୁ ଜିଲ୍ଲା ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ରିପୋର୍ଟ, ପବ୍ଲିକ ମିଡିଆ।